ଶୁଭ ସକାଳ ଥିଲେ ହେଲେ ପୁଣି ଥରେ ଆଉ ଏକ ଭିଡିଓରେ ଆମ ସମସ୍ତ ପ୍ଲସ 2 ଫାର୍ଷ୍ଟ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ପଢିଲେ, ଦେଖ ପିଲାମାନେ ତମମାନଙ୍କର ସ୍କ୍ରିନକୁ ଦେଖ, 52 ନମ୍ବର ପୃଷ୍ଠାକୁ ଦେଖ। ଆମେ ଜାଣିଥିଲେ ଯେ ସନ୍ଧ୍ୟା ବେଳେ ସନ୍ଧ୍ୟା ଦୀପ ଜଳିବା ସଙ୍ଗେ ସଙ୍ଗେ ପିଲାଏ ଗାଉଥିଲେ, ଦୀପಂ ଜ୍ୟୋତି ପରଂ ବ୍ରହ୍ମ ଦୀପಂ ଜ୍ୟୋତି ଜନାର୍ଦ୍ଦନମ୍। ତାମାନେ ଦୀପಂ ଜ୍ୟୋତି ତାର ଯୋଉ ଶ୍ଲୋକଟି ଅଛି ତାକୁ ମଧ୍ୟ ଅବଦାନଙ୍କ ନିକଟରୁ ମୁଣ୍ଡ ରୁଣ୍ଡ ହୋଇ ଗାଉଥିଲେ। ସନ୍ଧ୍ୟା ଦୀପ ଜଳୁଥିଲା, ସନ୍ଧ୍ୟା ଦୀପ ଲାଗୁଥିଲା, ସନ୍ଧ୍ୟା ଦୀପ ନମସ୍ତୁଭ୍ୟମ୍। ମାନେ ସେତେବେଳେ ଚାଣକ୍ୟଙ୍କର ଶ୍ଲୋକର ଆବୃତ୍ତି ହୁଏ। ଯେମିତି ଚାଣକ୍ୟ ଚାଣକ୍ୟ ଶ୍ଲୋକକୁ ଆମେ ଭୁଲି ଯାଇଛେ, ପରନ୍ତୁ ଜୀବନରେ ଉନ୍ନତି ପାଇଁ ତମେ ମାନେ ମଧ୍ୟ ଚାଣକ୍ୟ ଶ୍ଲୋକ ମାନେ ପଢିବା ଦରକାର, ବୁଝିପାରିଲେ? ତାହେଲେ ଚାଣକ୍ୟ କଣ କହିଯାଇଛନ୍ତି? ସେତେବେଳେ ଭାରତକୁ ଅଖଣ୍ଡ ଭାରତ ରୂପେ ଗଠିତ ହୋଇଥିଲେ, ବୁଝିପାରିଲା? ଚାଣକ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନେଇ ଆମେ ସମସ୍ତେ ଜାଣିଛେ ପିଲେ, ଏବଂ ସେ ଲେଖିଛନ୍ତି ଯେ ଅର୍ଥଶାସ୍ତ୍ର, ଏବଂ ସେ ଲେଖିଛନ୍ତି ଯେ ଅର୍ଥଶାସ୍ତ୍ର କୈଟିଲ୍ୟ ରଖିଥିଲେ ବିଷ୍ଣୁଗୁପ୍ତ ଚାଣକ୍ୟ, ଆମେ ସମସ୍ତେ ଜାଣିଛେ, ଆମେ ତାକୁ କହୁଛେ। ତେଣୁ ତାଙ୍କ ଶ୍ଲୋକ ପଢା ହେଉଥିବା ସେ ସମୟରେ ବହୁତ ବଢିଆ ବଢିଆ କଥା କହିଛନ୍ତି ଚାଣକ୍ୟ। ଯଦି ତମେ ମାନେ ପିଲେ ଚାହୁଁଛ ତାଙ୍କ ବିଷୟରେ କିଛି ଅନ୍ୟାନ୍ୟ କିଛି ଜିନିଷ ଜାଣିବା ପାଇଁ, ତେବେ ନିଜ ଭାବରେ କମେଣ୍ଟ ମାଧ୍ୟମରେ ଜଣେଇବାକୁ ଚେଷ୍ଟା କର। ତା ପାଇଁ ଆମେ ଗୋଟେ ଭିଡିଓ, ସେପାରେଟ ଭିଡିଓ ବନେଇବା, ଯୋଉଠି ତମେ ମାନେ ଜାଣିପାରିବ ଚାଣକ୍ୟଙ୍କ ଶ୍ଲୋକ, ତାଙ୍କର ଯୋଉ ନୀତି ବାଣୀ ଥିବ ଅତି ସହଜ ଓ ପ୍ରାଞ୍ଜଳ ଭାବରେ ବୁଝିପାରିବ। ଯଦି ତମେ ଜାଣିବା ପାଇଁ ଚାହୁଁଛ ତାହେଲେ କମେଣ୍ଟ ବକ୍ସରେ ନିଶ୍ଚୟ ଭାବରେ ଜଣେଇବାକୁ ଚେଷ୍ଟା କର। ତାପରେ ପିଲେ ଆମେ ଆମର ପାଠ ଉପରକୁ ଯିବା। ତାହେଲେ ଦେଖ ପିଲେ, ଆଜି ପାଇଁ ଆଜିର ଏଇ କ୍ଲାସରେ ତମେ ମାନେ ଦେଖିପାରୁଥିବ ଯେ, ଦେଖ ପିଲେ ତାପରେ କଣ ହେଇଛି ଦେଖ। ତାହେଲେ ଏଇଭଳି ଭାବରେ ପିଲାଦିନେ ଗ୍ରାମ ଚାଟଶାଳାକୁ ଯାଇ ଗୋବିନ୍ଦ ବଲ୍ଲଭ ବିଦ୍ୟା ଅଧ୍ୟୟନ କରୁଥିଲେ। ଗୋବିନ୍ଦ ବଲ୍ଲଭ ଏଇ ପାରମ୍ପରିକ ରୀତିରେ ଚାଟଶାଳରେ ପଢା ଶେଷ କରିଦେଲେ। ଚାଟଶାଳୀ ପ୍ରାରମ୍ଭିକ ଶିକ୍ଷା, ପ୍ରାଥମିକ ଶିକ୍ଷା ଶେଷ କଲେ। ତାପରେ କଟକ ଆସିଲେ, ବୁଝିପାରିଲା? କଟକ ଆସିଲା ବେଳକୁ ତାଙ୍କୁ 13 ବର୍ଷ ବୟସ ହୋଇଥିଲା। ଯେତେବେଳେ ସେ କଟକ ଆସିଲେ, କେତେ ବୟସ ହୋଇଥିଲା? ତମେ ମାନେ ମଧ୍ୟ ମନରେ ପ୍ରଶ୍ନ ଆସୁଥିବ ଯେ ସାର୍, ଯେତେବେଳେ ସେ କଟକକୁ ଆସିଲେ ତାଙ୍କେ ବୟସ କେତେ ହୋଇଥିଲା? କଟକ ସହରରୁ ତାଙ୍କର ମାତ୍ର 13 ବୟସ ହେଇଥିଲା। ଏବଂ କଟକରେ ଇଂରାଜୀ ବିଦ୍ୟାଳୟକୁ ପଢିବାକୁ ତାଙ୍କ ପିତାମହୀ, ତାଙ୍କେ ଜେଜେମା ଘୋର ଆପତ୍ତି କଲେ। ବୁଝିପାରିଲା? ପୁଅ ମଧୁବାବୁଙ୍କୁ ବା ଗୋବିନ୍ଦ ବଲ୍ଲଭଙ୍କୁ କହିଲେ ସେ ଇଂରାଜୀ ମିଡିୟମରେ ପଢିପାରିବ ନାହିଁ, ଇଂରାଜୀ ମିଡିୟମରେ ପଢିପାରିବ ନାହିଁ। କାହିଁକି? କାହିଁକି ନା ସେ ତାଙ୍କର ଆଶଙ୍କା ଥିଲା, ସେତେବେଳେ ମା ଆଶା କରୁଥିଲେ, ଜେଜେମା, ଯଦି ଏ ଗୋବିନ୍ଦ ବଲ୍ଲଭ ସେଠି ପାଠ ପଢେ ସେ ଖ୍ରୀଷ୍ଟିଆନ ହୋଇଯିବ, ବୁଝିପାରିଲା? କିରସ୍ତାନ ହୋଇଯିବ। ତମେ ମାନେ ମଧ୍ୟ ପଢିଥିବ ପିଲେ, 10ମ ଶ୍ରେଣୀ ଇତିହାସ ବହିରେ, ସେତେବେଳେ ରକ୍ଷଣଶୀଳ ସମାଜର ଉପେକ୍ଷା ଫଳରେ ପାଠ ଆଗେଇ କରି ନଥିଲା, ଓଡିଶାର ଶିକ୍ଷାର ବିକାଶ ହୋଇପାରି ନଥିଲା, ବାଧା ପ୍ରାପ୍ତ ହୋଇନଥିଲା ଶିକ୍ଷା ପଦ୍ଧତି। ସେଇ ଭଳିଆ ତାଙ୍କ ପିତୃମହୀ ଜେଜେମାଙ୍କ ମଧ୍ୟ ଡରୁଥିଲେ ଯେ ମଧୁବାବୁ କାଳେ ମଧୁ କାଳେ ଇଂରାଜୀ ମିଡିୟମରେ ପଢିଲେ, ବା ଗୋବିନ୍ଦ ବଲ୍ଲଭ କାଳେ ଇଂରାଜୀ ମିଡିୟମରେ ପଢିଲେ ଖ୍ରୀଷ୍ଟିଆନ ବା କିରସ୍ତାନ ହେଇଯିବ। ସେଇଥିପାଇଁ ତ ସେ ମନା କରୁଥିଲେ ଯେ ନା 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 ନା, ମଧୁ ଜୀବନୀ ବା ଗୋବିନ୍ଦ ବଲ୍ଲଭ ଜୀବନୀ, ବୁଝିପାରିଲା? ସେ ସମୟରେ ଅନେକ ଇଂରାଜୀ ପଢୁଆ ସମାଜର ନିର୍ଯାତନ ହେତୁରୁ
କଣ ହେଇଥିଲେ? ଖ୍ରୀଷ୍ଟିଆନ ପାଦ୍ରୀ ମାନଙ୍କ ପ୍ରଚାରିତ ଧର୍ମ ଉପଦେଶ ଶୁଣି ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଥିଲେ। ବୁଝିପାରିଲା? ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଥିଲେ। ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଥିଲେ। ତେଣୁ ତାଙ୍କ ଜେଜେମା ଡରିଲେ। ଡରିଲେ ନିଶ୍ଚିନ୍ତ, କାରଣ ସେତେବେଳେ ବହୁତ ଇଂରାଜୀ ପଢୁଆ ପିଲା, ବୁଝିପାରିଲେ ନା ନାଇଁ? ସେତେବେଳେ ସେ କାଳରେ ଇଂରାଜୀ ମିଡିୟମ ଛୁଆ କେତେ ଏକ୍ସପର୍ଟ ଭାବରେ ସେମାନେ ଅଛି, ତାଙ୍କର ଭାଷାକୁ କେତେ ଶୁଦ୍ଧ ଆକାରରେ ତାଙ୍କୁ ଭାଷାକୁ ଏକ୍ସପ୍ଲେନ କରିପାରିବେ ଯୋଉଥିପାଇଁ ସେଇଠି। ଇଏ ଜେଜେମା କହିଛନ୍ତି କି ସିଏ ଯଦି ଏଠାକୁ ଯିବ ତାହେଲେ ସେ ଖ୍ରୀଷ୍ଟିଆନ ହୋଇଯିବ। ବୁଝିପାରିଲା? ତାପରେ କଣ, ସେ ସବୁ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହେଇଯାଇଥିଲେ। ତେଣୁ ମା ମଧ୍ୟ ଜେଜେମା ମଧ୍ୟ ଡରୁଥିଲେ, କାଳେ ଇଏ ବି ଇଂରାଜୀ ପଢିଲେ କଣ ହେବ, ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନେବ। ତେଣୁ ବୃଦ୍ଧା ବୁଢୀଙ୍କର ଆଶଙ୍କା ହେବା ସ୍ୱାଭାବିକ, ନ୍ୟାଚୁରାଲ କଥା। ତାପରେ ଦେଖ ପିଲେ କଣ କହୁଛନ୍ତି, ଗୋବିନ୍ଦ ବଲ୍ଲଭ କଟକରେ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଅଧ୍ୟୟନ କଲେ। କଟକ ଯାଇ ଉଚ୍ଚ ଇଂରାଜୀ ବିଦ୍ୟାଳୟ ବା ହାଇ ଇଂରାଜୀ ଯୋଉଟାକୁ ଆମେ କହୁଛେ, ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କଲେ। ଏହା ବିଦ୍ୟାଳୟ ପରେ ରେଭେନ୍ସା କଲେଜଟିଏ ସ୍କୁଲ ହେଇଥିଲା। ଆମେ ସମସ୍ତେ ଜାଣିଛେ ରେଭେନ୍ସା କଲେଜର ପ୍ରଥମ ଷ୍ଟୁଡେଣ୍ଟ ଯାହାକୁ କହୁଛନ୍ତି ଏକ୍ସ ଷ୍ଟୁଡେଣ୍ଟ ହଉଛନ୍ତି ମଧୁ ବାବୁ, ନା ନାଇଁ? ତେଣୁ ରେଭେନ୍ସା କଲେଜଟିଏ ସ୍କୁଲ ହୋଇଥିଲା, କଟକ ଜିଲ୍ଲା ସ୍କୁଲ। ସ୍କୁଲରେ ପଢିବାର କେତେ ବର୍ଷ ପର୍ଯ୍ୟନ୍ତ ତାଙ୍କର ମୁଣ୍ଡରେ ଗୋଟିଏ କେଶ ବା ଚୁଟି, ଯାହାକୁ ଆମେ ତମେ ମାନେ ଗାଁ ଲୋକମାନେ କହୁଛନ୍ତି ବାଳ, ଗଣ୍ଠି ଥିଲା। ମୁଣ୍ଡରେ ଗୋଟିଏ ବାଳର ଗଣ୍ଠି ଥିଲା, ମୁଣ୍ଡରେ ପ୍ରବଳ କେଶ ରଖିଥିଲେ। କେଶ କହିଲେ ଚୁଟି, ତମେ ମାନେ ମଧ୍ୟ ଜାଣିପାରୁଥିବ ପିଲେ, ନା ନାଇଁ? ମୁଣ୍ଡରେ ପ୍ରବଳ କେଶ ରଖିଥିଲେ, ନା ନାଇଁ? ପିଲାଦିନେ ସେ ସମୟରେ ସେତେବେଳେ ଯାଇଥିଲେ, ଆମେ ଯେମିତି ଜାଣିଛେ ପିଲେ, ଲଣ୍ଡା ମୁଣ୍ଡ ହୋଇ ଲଣ୍ଡା ମୁଣ୍ଡ ହୋଇଥିବେ। ପରନ୍ତୁ ତାଙ୍କର ତାଙ୍କର କେଶ ଚୂଳ, ଯାହାକୁ ଆମେ ବାଳ ବୋଲି କହୁଛେ, ଗୋଛେ ନାଖେ ହୋଇଥିବ। ଗୋଟିଏ ଗଣ୍ଠି ପ୍ରକାର ଦେଲେ, କିନ୍ତୁ ସେ ଗଣ୍ଠିକୁ ସଙ୍ଗେ ସାଙ୍ଗେ କାଟି ଦେଇଥିଲେ। ଦିନେ କଣ ସହପାଠୀ ସେ କେଶକୁ କୌଶଳରେ ପକାଇ ତାଙ୍କର ଯେଉଁ ଛୋଟିଆ କେଶ ବା ଚୁଟିକୁ ବା ଚୁଟିର ଗଣ୍ଠି ଥିଲା, ସେ ଗୋଛାଏ କେଶକୁ ତାଙ୍କର ଜଣେ ସାଙ୍ଗ କୌଶଳରେ କାଟି ଦେଇଥିଲେ। ବୁଝିପାରିଲା? ତାପରେ କଣ ଅଛି ଦେଖ ପିଲେ, ତାଙ୍କର ସେତେବେଳେ ତାଙ୍କର ତାଙ୍କର ଯୋଉ ଛୋଟିଆ କେଶର ଗଣ୍ଠି ଥିଲା, ସେ ଗୋଟିଏ କେଶକୁ ବା ଚୂଳକୁ ତାଙ୍କର ଜଣେ ସାଙ୍ଗ କୌଶଳରେ କାଟି ଦେଇଥିଲେ। ବୁଝିପାରିଲା? ତାପରେ କଣ ହେଇଛି, ତାଙ୍କର ଯେତେବେଳେ ପୋଷାକ ମଧ୍ୟ ଅଦ୍ଭୁତ ଥିଲା, ମାନଙ୍କର ପୋଷାକ ମଧ୍ୟ ଅଦ୍ଭୁତ ଥିଲା। କଣ ନା, ନାଳି କନାରେ ତୁଳା ପଶି, ନାଲି କନାରେ ତୁଳା ପଶି ଗୋଟିଏ ମିର୍ଜେଇ ଗୋଟିଏ ମିରିଜେଇ କରୁଣା ହୋଇଥିଲା। ନାଲି କନା ସରି, ଲାଲି କନାରେ ସେଥିରେ ତୁଳା ପଶିଥିବ। ଏବେ ଆମେ କୋଟ ପିନ୍ଧି ଦଉଛେ, କୋଟ କେତେ ମୋଟା, ପରନ୍ତୁ ସେତେବେଳେ ଯେଉଁ ତାଙ୍କର ପିନ୍ଧୁଥିଲେ କୁର୍ତ୍ତା, ମିରିଦେଇ କୁର୍ତ୍ତା, ସେଥିରେ ନାଲି କନାର ତୁଳା ପଶିଥିବ। ବୁଝିପାରିଲା? ଭିତରେ ତୁଳା ପଶିଥିବ, ନାଲି କନା ମାନେ ସୁଇଟର ଟାଇପ ର। ବୁଝିପାରିଲା? ସେ ସବୁ ହଉଛି ସୁଇଟର ଟାଇପ ର, ଯାହାକୁ ତମେ ମାନେ ଶୀତ ଦିନରେ ମଧ୍ୟ ବ୍ୟବହାର କରୁଥିଲେ। ଅନେକ ଲୋକ, କିଛି ଲୋକ
ସ୍ୱେଟରକୁ ବ୍ୟବହାର କରନ୍ତି, ଆଉ ଅନ୍ୟାନ୍ୟ ଲୋକ କଣ କରନ୍ତି କମ୍ବଳ ଘୋଡେଇକି ରୁହନ୍ତି, କାରଣ ଆମେ ଶୀତ ଦାଉରୁ ରକ୍ଷା ହୋଇପାରିବା। ଏଇ କଥା ମଧ୍ୟ ମୁଁ ହିମକାଳ କବିତାରେ କହିଥିଲି ପିଲେ, ଶୀତ ଦାଉରୁ ରକ୍ଷା କରିବା ପାଇଁ ସେମାନେ ଯୋଉ ପ୍ରକ୍ରିୟା ଆପ୍ଲାଏ କରିଥିଲେ, ସେଇପରିକା ଏଠାରେ ସ୍ୱେଟର ଟାଇପର ଏବଂ ସେଥିରେ ବୋତମ ଲାଗୁନଥିଲା। ସାର୍ଟ ଯୋଉ ବୋତମ ତାହା ଏଠାରେ ଲାଗୁନଥିଲା। ତାହେଲେ ତାଙ୍କୁ ବାନ୍ଧିଦେଲେ କିପରି? କନା ତମେ ମାନେ ଦେଖିଥିବ ପିଲେ, ଗୋଟିଏ ଗୋଟିଏ ଏପଟ କନା ଲାଗିଥିବ, ସେପଟ କନା ଲାଗିଥିବ, ତାଙ୍କୁ ବାନ୍ଧି ଦେଇଥିଲେ। ଏଇପରି ଭାବରେ ମଧୁବାବୁ ମଧ୍ୟ ପିନ୍ଧିଥିଲେ ମିର୍ଦେଇ କୁର୍ତ୍ତା। କେଉଁଥିରେ ବୋତାମ ନଥିଲା? ନାଲି କନାର ତୁଳା ବସିଥିବ। ତେବେ ଦେଖିପାରୁଥିବ ଏଇଭଳି ଅଛି। ସେ ସମୟରେ ଦୁଇ ପାଖ କନା ଧଡ଼ି ବା ସୂତାରେ ବନ୍ଧା ହେଇଥିବା ଦୁଇ ପାର୍ଶ୍ୱରେ ଦୁଇ ପାଖରେ କନା ଲାଗିଥିବା, ଏପଟେ କନା ଲାଗିଥିବ, ସେପଟେ ମଧ୍ୟ କନା ଲାଗିଥିବ, ତାକୁ ବାନ୍ଧି ହୋଇଯିବ। ବୁଝିପାରିଲା? ତାପରେ ଦେଖ ପିଲେ, ସେ ସମୟରେ ପର୍ଯ୍ୟନ୍ତ ସାଧନା ଲୋକେ ଜୋତା ବ୍ୟବହାର କରୁନଥିଲେ। ସେ ସମୟରେ ପର୍ଯ୍ୟନ୍ତ ସାଧନା ଲୋକେ ଜୋତା ବ୍ୟବହାର କରୁନଥିଲେ। ଲୋକେ ସେତେବେଳେ ଜୋତା ପିନ୍ଧି ନଥିଲେ। ବୁଝିଲା? ଖାଲି ପାଦରେ ଚାରିଆଡେ ଯାଉଥିଲେ। ଏ ଗୋବିନ୍ଦ ବଲ୍ଲଭ ମଧ୍ୟ ଜୋତା ମାରିବାକୁ ହେଉନଥିଲା। ଗୋବିନ୍ଦ ବଲ୍ଲଭ ମଧ୍ୟ ଜୋତା ପିନ୍ଧୁ ନଥିଲେ ବା ମାଡୁ ନଥିଲେ। ଗୋବିନ୍ଦ ବଲ୍ଲଭ ମଧ୍ୟ ଚପଲ, ଯାହାକୁ ଆମେ ଜୋତା କହୁଛେ, ଜୋତା ପିନ୍ଧୁ ନଥିଲେ। କିନ୍ତୁ ସେତେବେଳେ କଟକ ହାଇସ୍କୁଲର ଏଣ୍ଟ୍ରାନ୍ସ ପାସ୍ କଲା ପରେ, କଟକ ହାଇସ୍କୁଲ ଆମେ ସମସ୍ତେ ଜାଣିଛେ ପିଲେ, ସର୍ବପ୍ରଥମେ ସେ ଏଣ୍ଟ୍ରାନ୍ସ ହାଇସ୍କୁଲ ମାନେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ୍ କରିଥିଲେ କଟକ ହାଇସ୍କୁଲ, ଯେଉଁଟାକୁ ଆମେ ବର୍ତ୍ତମାନ ମାଟ୍ରିକ କହୁଛେ। ସେଇ ମାଟ୍ରିକ ଯେତେବେଳେ ସେ ପାସ୍ କଲେ, ପାସ୍ କରିକି ବାଲେଶ୍ୱରରେ ଗୋଟେ ସାମାନ୍ୟ କିରାନୀ କାମରେ ନିଯୁକ୍ତି ହୋଇଥିଲେ। ବୁଝିପାରିଲା? ସାମାନ୍ୟ ଗୋଟେ କ୍ଲର୍କ। ବୁଝିପାରିଲା? ସାମାନ୍ୟ ଗୋଟେ କ୍ଲର୍କ। ସେତେବେଳେ ଇଂରାଜୀ ମାନେ ସେଇ ଉଦ୍ଦେଶ୍ୟରେ ଭାରତରେ ଶିକ୍ଷା ଦେଉଥିଲେ, ମାନେ ଇଂରାଜୀ କେମିତି ପଢିବେ, କ୍ଲର୍କ ସୃଷ୍ଟି କରିବା। ଆମର ମଧୁବାବୁ ମଧ୍ୟ ଯାଇକି କିରାନୀରେ କାମ ନିଯୁକ୍ତ ହେଲେ। ନିଯୁକ୍ତ ହେବା ପରେ କଣ ହେବ? ଗୋବିନ୍ଦ ବଲ୍ଲଭ ଚିରଦିନ ଉଚ୍ଚ ବିଳାସୀ ଥିଲେ। ଉଚ୍ଚ ଅଭିଳାଷ ତାଙ୍କ ଭିତରେ ଆଉ ଅଧିକ କିଛି କହିବା ନାହିଁ। ତାଙ୍କ ବିଷୟରେ ଆଉ ଅଧିକ କିଛି କହିବାର ଇଚ୍ଛା ନାହିଁ। ଉଚ୍ଚ ବିଳାସୀ ଥିଲେ। ଉଚ୍ଚ ବିଳାସୀ ଥିଲା। ତେଣୁ ଏଇ କିରାନୀଗିରି ତାଙ୍କ ଅସୀମ ଜ୍ଞାନ ଲିପ୍ସାକୁ ଚରିତାର୍ଥ କଲା ନାହିଁ। ଏଇ ଯୋଉ କିରାନୀ ଚାକିରିରେ, ଏଇ କିରାନୀଗିରିରେ କଣ ହେଲା? ତାଙ୍କର ଅସୀମ ଜ୍ଞାନ ଲିପ୍ସା ଚରିତାର୍ଥ ହେଲା ନାହିଁ। ତାଙ୍କ ଭିତରେ ଯେଉଁ ବହୁତ ଜ୍ଞାନ, ପ୍ରବଳ ଜ୍ଞାନ ଲାଭ କରିବାକୁ ଚେଷ୍ଟା ଥିଲା, ବୁଝିପାରିଲା, ତାହା ପୂରଣ ହେଲା ନାହିଁ। ତେଣୁ ସେ ଚାକିରି ଛାଡ଼ିଦେଲେ। ବୁଝିପାରିଲା? ବାଲେଶ୍ୱରରେ ଅବସ୍ଥାନ କାଳରେ କିଛି ଧର୍ମ ସଂଗ୍ରହଣ କରି, ସେଠି କିଛି ପଇସା ରୋଜଗାର କରି ଉଚ୍ଚ ଶିକ୍ଷା ଲାଭ କରିବାକୁ ସେ କଲିକତା ଗଲେ। ଏବଂ ତାପରେ କଣ ଅଛି, ଏସବୁ ତମ ମାନଙ୍କର ପରବର୍ତ୍ତୀ ଭିଡିଓରେ ଆଲୋଚନା କରିବା। ଆଉ ହଁ ପିଲେ, ଆଉ ଗୋଟେ କଥା ଯେ, ସେ କଲିକତା ଯାଇ କେମିତି କଣ ପାଠ ପଢୁଛନ୍ତି ଏବଂ କେମିତି କଣ ତାଙ୍କ ଜୀବନ ଚାଲିଛି, ସେ କଥା ଆଲୋଚନା କରିବା ଅନ୍ୟ ଏକ ଭିଡିଓରେ। ତେଣୁ ଆଜି ପାଇଁ ତ ସେତିକି।